କିଶୋର ନାୟକ ମୁଁ ନୀଳାଦ୍ରି ବିହାର ପଣ୍ଡା ପାର୍କ ବାସିନ୍ଦା। सर कहीं आसते डीसीपी ମୁଁ ଆସିଥିଲି କାହିଁକି କି 2022ରେ ଏଇ ମୋ ପୁଅକୁ ମାରି ଦେଇଛନ୍ତି। ଏସିଡ୍ ଫେସିଡ୍ ପକେଇକି ମୋ ପଡ଼ିଶା ଓଡ଼ିଶା ଲୋକ ମିଶିକି ମୋ ମାରି ଦେଇଛନ୍ତି। ଥାନାବାଲା ଆସିକି ନିଜେ ଆସିକି ସିଏ ଶବ ଉଦ୍ଧାର କରିକି ସିଏ ଲେଖିଦେଲେ କ'ଣ ଯେ ଆମର ଏଇଟା ଓଡ଼ି କେସ୍। ଆଜ୍ଞା ଓଡ଼ି କେସ୍ କେମିତି ହେବ? ଏ ଗୋଟେ ଲୋକ ଅଖା ଭିତରେ ବୋଝେଇ ହେଇକି ଏସିଡ୍ ପଡ଼ିକି ଖାଲ ଭିତରେ ପଡ଼ିକି କେମିତି ଓଡ଼ି କେସ୍ ହେଇଗଲା? ଥାନାବାଲା ଲେଖିଦେଲେ। ଛାଡ଼ନ୍ତୁ, ଦେଢ଼ ମାସ ଦୌଡ଼ିଲା ପରେ ଆଉ କିଛି ଆମକୁ କିଛି ଆଉ ମିଳିଲାନି ନ୍ୟାୟ। ଶେଷରେ ମୁଁ ଗାଁ ସାହି ବାସିନ୍ଦାକୁ ନେଇକିରି ଥାନାରେ ଧାରଣା ଦେଇଥିଲି। ଥାନାରେ ଧାରଣା ଦେବାର କାରଣ ହେଉଛି କି ଆମର ମୋ ପୁଅର ଆସାମିକି ତଦନ୍ତ କରାଯାଉ, ଆରେଷ୍ଟ କରାଯାଉ, ନଚେତ ମୋତେ ସିବିଆଇ ଦିଆଯାଉ। ସିବିଆଇ ବଦଳରେ ମୋତେ କୁକୁର ଦେଇଥିଲେ, ସନ୍ଧାନୀ କୁକୁର ଦେଇଥିଲେ, ଯାହାଫଳରେ କି ଯାହା ନାଁ କହିଥିଲି ମୁଁ ସନ୍ଧାନ କରିଦେଇକି ସେ ଆସିଲା, ସେଇଟାକୁ ଗାଣ୍ଡି ତଳେ ପକାଇଦେଲେ। ବର୍ତ୍ତମାନ ପଲିସ୍ ଟେଷ୍ଟ ଆମର ନାକ ଟେଷ୍ଟ ହୋଇଛି, ଫରେନ୍ସିକ୍ ଲାବୋରେଟୋରୀରେ 12 ଜଣଙ୍କର, ତାଙ୍କର କିଛି ଆଉ କାଗଜ ମିଳିଲାନି। ତାପରେ ମୋ ପୁଅର ଯେଉଁ ଟେଷ୍ଟ କରାହେଉଛି ଲାବୋରେଟୋରୀରେ ଟେଷ୍ଟ କରାହେଇଥିଲା ଯେ ବିଷ ପାଉଡ଼ର ମଦ ଦେଇକି ତାଙ୍କୁ ମାରିଛନ୍ତି। ହେଲେ ଗୋଟିଏ ଲୋକକୁ ଆରେଷ୍ଟ, ମୁଁ ଯେତେବେଳେ ବୟସ ଧାଇଁଲା ପରେ ଗୋଟେ ଲୋକକୁ ଆରେଷ୍ଟ କରିକି ଛାଡ଼ିଦେଲେ। ସିଏ ତାକୁ ରେକର୍ଡ଼ିଂ କରିଦେଲେ ଯେ ତୁ ଚିପିକି ମାରିଦେବୁ। ଆଜ୍ଞା କେଉଁଠି କିଏ ଦେଖିଛି କାହାର ଟଙ୍କା ପଇସା କିଏ ନେଇଗଲେ ଚିପିକି ମାରିଦିଏ? ହଁ, ଆଉ ଗୋଟେ ବାହାନା ଦେଖେଇଲେ କ'ଣ ଗୋଟେ ଝିଅକୁ ଭଲ ପାଏ। ଯଦି କାହା ଝିଅକୁ ଭଲ ପାଏ ତାକୁ କ'ଣ ସରକାର ଆଇନ କହିଦେଲା ଯେ ତୁମେ ମାରିଦିଅ ବୋଲି? ମୋର ନିର୍ଦ୍ଦିଷ୍ଟ ପିଲାଟା, ମୋର 16 ବର୍ଷର ପୁଅ 10ମ ପାସ୍ କରିଥିଲା, କଲେଜ ଯାଇଥାନ୍ତା। ସେ ମୋ ପୁଅ କାହାର କିଛି କରେନି। ମୁଁ ଏ କେସ୍ରେ ଧାଇଁ ହାଲିଆ ହେଇଗଲି, କିନ୍ତୁ କେସ୍ ମୋତେ କ'ଣ ମିଳିବ? ମୋତେ ତା ପରିବର୍ତ୍ତରେ ମୋତେ ଖାଲି ଦଣ୍ଡ ମିଳିଲା। ଦଣ୍ଡର କାରଣ କ'ଣ ଜାଣି? ମୋର ଯୋଡ଼େ ପୁଅକୁ ଆଉ ମୋ ସ୍ତ୍ରୀକି ଜେଲ୍ ଦିଆଗଲା। କେଉଁ ଆଇନ ବହିରେ ଲେଖା ହେଇଛି ଯେ ଯାହା ପୁଅକୁ ମାରିଦେବେ ସେ ଯଦି ନ୍ୟାୟ ଖୋଜିବ ତାର ପରିବାରକୁ ନେଇକି ଜେଲ୍ ପୁରେଇଦେବେ? ଜେଲ୍ ପୁରେଇଦେଲେ ମୋର ଯୋଡ଼େ ପୁଅକୁ, ମୋ ସ୍ତ୍ରୀକି। ଆଜ୍ଞା ବର୍ଷେ ପରେ ମୁଁ ଆଜ୍ଞା ଗୋଟେ ଅଟୋ ଚଲାଉଛି, ଅଟୋ ଚଲାଇଲେ ମୋ ପରିବାର ସେଥିରେ ପ୍ରତିଫଳିତ ହୁଅନ୍ତି। ମୁଁ ଅଟୋ ଧରିକି ଦିନେ ଛିଡ଼ା ହେଇଛି ପାୱାର ହାଉସ୍ ଛକରେ 21/9/2023ରେ। ସେଠୁ ମୋତେ ଜବରଦସ୍ତି ଉଠେଇକି ନେଇକି ରଖିଲେ 6 ନମ୍ବର ଥାନାରେ। 6 ନମ୍ବର ଥାନାରେ ରଖିକି ମୋତେ ଯାହା ବାଡ଼ା ପିଟା କଲେ, ନିର୍ଯାତନା କଲେ। ମୋ ପରିବାର ଯେତେବେଳେ ଗଲେ, ଦେଖନ୍ତୁ ଆଜ୍ଞା ମୋତେ କେଉଁ ଭଳି ଅବସ୍ଥାରେ ଠେଲି ପୁରେଇକି ନେଇକିରି କୋର୍ଟ ଚାଲାଣ କରିଦେଲେ। ଆଜ୍ଞା ଥାନା କାନ୍ଥରେ ଲେଖା ହେଇଛି ଯାହାକୁ ଆରେଷ୍ଟ କରାଯିବ ତା ପରିବାରର ମୁଖ୍ୟ ସଦସ୍ୟକୁ ଜଣାଯିବ। କାହିଁକି ମୋତେ ନ ଜଣାଇ ଦେଇକି ଏଭଳିଆ କଲେ? ମୁଁ କ'ଣ ଆତଙ୍କବାଦୀ ଥିଲି? ଆଜ୍ଞା ମୁଁ ଯେଉଁ ଅଟୋଟାକୁ ଚଲାଉଥିଲି ସେ ଅଟୋଟାକୁ ମୋତେ ବିବେଚନା କରିବାକୁ ପଡ଼ିଲା। ମୋ ଅଟୋରେ କ'ଣ ଗଞ୍ଜେଇ, ମଦ, ବ୍ରାଉନ୍ ସୁଗର କିଛି ତ ନଥିଲା ନା। କାହିଁକି ଏସବୁ କରାଯାଉଛି? ଆଇନ କ'ଣ ଏଇଆ କହିଛି ଯାହା ପୁଅକୁ ମାରିଦେବେ ସେ ନ୍ୟାୟ ଖୋଜିଲେ କିରି ଆଇନ ତାକୁ ବାନ୍ଧିବ ବୋଲି ଲେଖା ହେଇଛି? କେଉଁ ଆଇନରେ ଲେଖା ହେଇଛି? ହଁ, ଆମର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ସଚେତନ ଦେବ, ସୁବିଧା ଦେବ, ତାଙ୍କର ଭଲ ମନ୍ଦ ପଚରାଯିବ। ହଁ, ଯାହାକୁ ଆରେଷ୍ଟ କରିବ ତାର ପରିବାର ସଦସ୍ୟକୁ ଜଣାଇବା। କିନ୍ତୁ ମୋ ପରିବାରକୁ ଜଣାଗଲାନି। ଯେତେବେଳେ ମୋର ଯୋଡ଼େ ପୁଅକୁ, ମୋ ସ୍ତ୍ରୀକି ଆରେଷ୍ଟ କରିକି ନିଆଗଲା, କିନ୍ତୁ ମୋତେ ଜଣାଗଲାନି। କାହିଁକି? ମୋ ପାଇଁ କ'ଣ ଆଇନ ନାହିଁ? ମୋ ପାଇଁ ସରକାର ନୁହଁ ନା? ମୁଁ ସରକାରର ନାଗରିକ ନୁହଁ? ମୋ ପରିବାର କ'ଣ ନାଗରିକ ନୁହଁ? କାହିଁକି ଏସବୁ ଭଳିଆ ଦଣ୍ଡ ଦିଆଯାଉଛି? ତେଣୁକରି ଆଜି କାହିଁକି ଆସିଥିଲି 22 ତାରିଖରେ? ଦେଖନ୍ତୁ ଆଜ୍ଞା ମୋ ସ୍ତ୍ରୀକି ବାଡ଼େଇକି ମୁଣ୍ଡ ଫଟେଇ ଦେଇଛନ୍ତି ଘରେ ପଶିକି। ଯେଉଁମାନେ ମୋ ପୁଅକୁ ମାରିଛନ୍ତି ସେମାନେ ଘରେ ପଶିକି ମୁଣ୍ଡ ଫଟେଇକି ବାଡ଼େଇ ଦେଇଛନ୍ତି। ମୁଁ ଘରୁ ବାହାରି ନଥିଲି, ପିସିଆର୍କୁ ଡକେଇଲି। ପିସିଆର୍ ଆସିଲା ଖୁଣୁ ମୁଁ ତାଙ୍କ ସହିତ ଗଲି ଥାନାକୁ। ଥାନାରେ ଦେଖିଲେ ଥାନାବାଲା ଯାଇଥିଲେ 6 ନମ୍ବର ମେଡ଼ିକାଲ ରିପୋର୍ଟ ପଚିବ। ମୁଁ ସେଥିପାଇଁ ରିକ୍ୱେଷ୍ଟ କରିଛି ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ଚରଣ ମାଝୀକି। ମୋ ପରିବାରକୁ ଆସୁଛନ୍ତି କିନ୍ତୁ କିଛି ଫଳ ପାଉନି। କିଛି ଫଳ ପାଉନି ଆଜ୍ଞା। ମୁଁ ଦୌଡ଼ି ହାଲିଆ ହେଇସାରିଣି। ଆଗକୁ କ'ଣ ପଦକ୍ଷେପ ନେବ? ଆଜ୍ଞା ସରକାର ତ ବଦଳିଲେ, ଆଗକୁ କ'ଣ ପଦକ୍ଷେପ ନେବେ? ସରକାର ବଦଳିଲେ ମୁଁ କିନ୍ତୁ ସରକାରଙ୍କୁ ଦେଖା ହେଇନି ବୋଲି ମୁଁ ତ ଆଜି ହଇରାଣରେ ପଡ଼ିଛି। ଯେଉଁଦିନ ଦେଖା ହେବି କେଜାଣି ଡାଇରେକ୍ଟ ସରକାର କ'ଣ କହିଲେ କ'ଣ ଶୁଣିବେ। କିନ୍ତୁ ଏ ଜରିଆରେ ଏଇ ଯେଉଁ କରାଯାଉଛି, ଏ ଜରିଆରେ ଯଦି ମୁଖ୍ୟମନ୍ତ୍ରୀ ଶୁଣିକି ଯଦି କିଛି କର୍ଣ୍ଣଗୋଚର ଦିଅନ୍ତେ ତାହେଲେ ମୁଁ ସୁରକ୍ଷିତ ପାଆନ୍ତି।